আসন্তু প্রার্থনা করিবা মঙ্গলময় সূর্য পিতা তোমারি মনুষ্য সংকল্প যদি মনুষ্য দৃষ্টিরে তথাপি সমগ্র সভার প্রভু আমি সমস্ত সমস্ত প্রভু প্রার্থনা করছি যে প্রার্থনা যে বাক্য প্রভু বর্তমান পরিবেশন করাইব প্রতি বিষয়ে প্রভু তোমার হস্তমুখ আমার সমস্ত দুঃখিত পরিবারকে তোমার স্বর্গীয় শান্তি প্রদান গৌরব তোমারই হয়ে গেল যিশুଙ୍କ নামରେ ମାଗୁଛି ଆମେ ନିରବତା ରକ୍ଷା କରିବା এই সময় ମଧ୍ୟରେ ଆମେ ଉପାସନା ସଙ୍ଗୀତରୁ ଗୀତ ଗାନ କରିବାକୁ ଯିବା ଅନୁରୋଧ କରିବି বিশাল বিগম মহাশয় অଛନ୍ତି আসিলা যে মারিয়া মানে এবং ভঙ্গাপুর অসুচি বস্তু श्वास पाई अटकाई रखिबा पाई श्वास पाई ऊपर कोनोसी मनुष्यर क्षमता नाही देवा मरण दिन ऊपर ताहार किछि क्षमता नाही पुनी सेही युद्ध उच्चार नाही अथवा दुष्टतारे आसक्त लोकଙ୍କୁ दुष्टता उद्धार करिब नाही उपस्थित अथवा प्रत्येक दुखी
এবং শোক সন্তপ্ত পরিজন বন্ধু জ্ঞাতি মণ্ডলী এবং বিভিন্ন মণ্ডলীর গ্রামରୁ ଆସିଥିବା ଅଧିକ ପ୍ରଭୁଙ୍କ ଦାସଦାସୀ ଭାଇ ଭଉଣୀ ସମସ୍ତଙ୍କୁ ମୋର ଭକ୍ତିପୂର୍ଣ୍ଣ ପ୍ରେମ ନମସ୍କାର ଜଣାଏ। ପରିବାର ପ୍ରତି ଗଭୀର ଶୋକ ଏବଂ ସମବେଦନା ଜଣାଇବା ସହିତ ସେମାନଙ୍କ ନିମନ୍ତେ ଆମେ ପ୍ରାର୍ଥନାର ପ୍ରତିଶ୍ରୁତି ଜଣାଉଅଛୁ। ପ୍ରଭୁଙ୍କ ଠାରେ ବିଶ୍ୱାସ କରୁଥିବା ବିଶ୍ୱାସୀମାନଙ୍କ ନିମନ୍ତେ ମରଣ ଏବଂ ଜୀବନ ଆମର ସଂସାର ନିମନ୍ତେ ଗୋଟେ ଅବିଚ୍ଛେଦ୍ୟ ଅଂଶ ଅଟେ। କେହି ସେଥିରୁ ତ୍ରାହି ପାଇପାରିବ ନାହିଁ। ଆମେ ଯଦି ପୃଥିବୀରେ ଜନ୍ମ ନେଇଛୁ, ପୃଥିବୀକୁ ଯଦି ଆସିଛୁ, ତ ନିଶ୍ଚୟ ଆମେ ପୃଥିବୀରୁ ବିଦାୟ ନେବା, ଏହା ନିରାଟ ସତ୍ୟ ଅଟେ। ତଥାପି ଆମମାନଙ୍କ ନିମନ୍ତେ ଭରସା ଅଛି। ଆମମାନଙ୍କ ନିମନ୍ତେ ଏଇଥିପାଇଁ ଭରସା ଅଛି। ତିନି ଗୋଟି ବିଷୟ ଆପଣମାନଙ୍କ ନିକଟରେ ମୁଁ ରଖିବି। ଏହି ଦୁଃଖର ବେଳାରେ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ଆମ୍ଭେମାନେ ବିଶ୍ୱାସ କରୁଥିବାରୁ ଖ୍ରୀଷ୍ଟଙ୍କର ନିକଟରେ ଆମମାନଙ୍କର ଗୋଟିଏ ଭରସା ଅଛି। ଆଉ ସେହି ଭରସାକୁ ପାଉଲ କଲସି ଚିଠା 1:27 ପଦରେ ଗୌରବମୟ ଭରସା ବୋଲି ଉପସ୍ଥାପନ କରନ୍ତି। ତୁମ୍ଭମାନଙ୍କ ମଧ୍ୟରେ ଖ୍ରୀଷ୍ଟ ସେହି ଗୌରବମୟ ଭରସା। ଆମ୍ଭମାନେ ପ୍ରଭୁ ଯୀଶୁଙ୍କୁ ଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କଲୁ ଏବଂ ଆମ୍ଭମାନଙ୍କର ବିଶ୍ୱାସକୁ ସେହି ଭରସାଯୁକ୍ତ ବିଶ୍ୱାସରେ ପରିଣତ କଲେ। ଆମେ ଏଭଳି ଜଣେ ବ୍ୟକ୍ତିଙ୍କୁ ହୃଦୟରେ ସ୍ଥାନ ଦେଇଛୁ, ଯାହାଙ୍କଠାରେ ଆମମାନଙ୍କର ଆସ୍ଥା ପ୍ରକଟ କରିଛୁ ଯେ ସେ ଗୌରବମୟ ଖ୍ରୀଷ୍ଟ ଅଟନ୍ତି। ତେଣୁ ଆମମାନଙ୍କର ବିଶ୍ୱାସ ପ୍ରମାଣେ ଆମେ କେବେ ମଧ୍ୟ ଖ୍ରୀଷ୍ଟଙ୍କ ନିକଟରୁ ବିଚ୍ୟୁତ ହେବା ନାହିଁ ବା ତାହାଙ୍କର ଗୌରବରୁ ଆମ୍ଭମାନଙ୍କୁ ପ୍ରଭୁ ଦୂର କରିବେ ନାହିଁ। ଦ୍ୱିତୀୟ ବିଷୟ ମୁଁ ଆପଣମାନଙ୍କ ନିକଟରେ ରଖିବି, ତାହା ହେଉଛି ଗୌରବମୟ ସୁସମାଚାର। ରୋମୀ ଚିଠା 1:16-17 ପଦରେ ସୁସମାଚାରରେ ନିହିତ ଥିବା ଶକ୍ତି ଉପରେ ପାଉଲ ଆଲୋକପାତ କରନ୍ତି ଏବଂ ସେ କୁହନ୍ତି ଯେ ଯେଉଁମାନେ ସୁସମାଚାରରେ ବିଶ୍ୱାସ କରନ୍ତି ପ୍ରଭୁ ସେମାନଙ୍କୁ ଧାର୍ମିକତା ଦିଅନ୍ତି, ଈଶ୍ୱର ଦତ୍ତ ଧାର୍ମିକତା ସେମାନେ ପାଆନ୍ତି ଏବଂ ଖ୍ରୀଷ୍ଟଙ୍କ ଠାରେ ସୁସମାଚାରରେ ବିଶ୍ୱାସ କରିବା ଦ୍ୱାରା ସେମାନଙ୍କୁ ବଞ୍ଚିବା ପାଇଁ ପରମେଶ୍ୱର ଗୋଟେ ଅବକାଶ ଦିଅନ୍ତି। ଏହି ଜଗତରେ ବଞ୍ଚିବା ପୁଣି ଜଗତ ଅନ୍ତେ ମଧ୍ୟ ଆମେ ବିଶ୍ୱାସ କରୁଥିବାରୁ ବଞ୍ଚିବା ପାଇଁ ପରମେଶ୍ୱର ଆମକୁ ଅନୁଗ୍ରହ ଦିଅନ୍ତି। ତେବେ ଯେଉଁ ସୁସମାଚାର ଆମମାନଙ୍କ ନିକଟକୁ ଆସିଲା ତାହା ଶକ୍ତିହୀନ ନୁହେଁ, ତାହା ନିଷ୍ଫଳ ନୁହେଁ, ତାହା ଶକ୍ତିଯୁକ୍ତ ଅଟେ। ଆଉ ସେହି ସୁସମାଚାରରେ ବିଶ୍ୱାସ କରୁଥିବାରୁ ଆମ ପ୍ରତ୍ୟେକଙ୍କ ନିମନ୍ତେ ଏହା ଗୋଟେ ଲାଭର ବିଷୟ, ଏହା ହାନିର ବିଷୟ ନୁହେଁ, ଏହା ଈଶ୍ୱରଙ୍କ ସାମର୍ଥ୍ୟ ଏବଂ ଈଶ୍ୱରଙ୍କ ଶକ୍ତି ଅଟେ। ଆମ୍ଭେମାନେ ସମସ୍ତେ ଖ୍ରୀଷ୍ଟଙ୍କ ସେହି ସୁସମାଚାରରେ ବିଶ୍ୱାସ କରୁଥିବାରୁ ଈଶ୍ୱର ଆମମାନଙ୍କୁ ସେହି ଧାର୍ମିକତାର ଆଉ ଅନୁଗ୍ରହ ଦେଇଛନ୍ତି, ଧାର୍ମିକତାକୁ ଲାଭ କରିବା ପାଇଁ, ପୁଣି ବିଶ୍ୱାସରେ ବଞ୍ଚିବା ପାଇଁ ଦେଇଛନ୍ତି। ତୃତୀୟ ବିଷୟ ମୁଁ ଆପଣମାନଙ୍କ ନିକଟରେ ରଖିବି, ଗୌରବମୟ ପୁନରୁତ୍ଥାନ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ଯେଉଁମାନେ ବିଶ୍ୱାସ କରନ୍ତି ପାଉଲଙ୍କ ଲିଖିତ ବାକ୍ୟ ଅନୁଯାୟୀ ପ୍ରଥମ କରନ୍ତି 15:52 ପଦରୁ 54 ପଦରେ ଆମେ ଦେଖିବାକୁ ପାରୁ ଯେ ତାହାଙ୍କ ଠାରେ ବିଶ୍ୱାସକାରୀମାନଙ୍କ ନିମନ୍ତେ ସେ ଗୋଟିଏ ଗୌରବମୟ ଭରସାଯୁକ୍ତ ପୁନରୁତ୍ଥାନ ଦେଇଅଛନ୍ତି। ଆମମାନଙ୍କର ଶରୀର ଯାହା କ୍ଷୟଣୀୟ ଅଟେ, ଆମମାନଙ୍କର ଶରୀର ଯାହା ମର୍ତ୍ତ୍ୟ ଅଟେ, ଏହି ଶରୀର ମାଟିର ଶରୀର ମାଟିରେ ନିଶ୍ଚୟ ବିଲୀନ ହେଇଯିବ। କିନ୍ତୁ ଖ୍ରୀଷ୍ଟଙ୍କୁ ଆମେ ପାଇଥିବାରୁ ଯେଉଁ ଖ୍ରୀଷ୍ଟ ଗୌରବମୟ ଅଟନ୍ତି ଏବଂ ତାହାଙ୍କର ସୁସମାଚାରରେ ବିଶ୍ୱାସ କରୁଥିବାରୁ ଯେଉଁ ସୁସମାଚାର ଗୌରବମୟ ସୁସମାଚାର ଅଟେ, ସେ ଆମ୍ଭମାନଙ୍କୁ ଗୌରବମୟ ପୁନରୁତ୍ଥାନ ଦେବା ପାଇଁ ପ୍ରତିଜ୍ଞା କରିଅଛନ୍ତି। ଚକ୍ଷୁର ପଲକରେ ଶେଷ ତୁରିଧ୍ୱନିରେ ଆମମାନଙ୍କର ଏହି ମନ ଶରୀର, ଏହି ମର୍ତ୍ତ୍ୟ ଶରୀର, ପାର୍ଥିବ ଶରୀର, ଏହି କ୍ଷୟଣୀୟ ଶରୀର ଅକ୍ଷୟ ହୋଇ ଉତ୍ଥିତ ହେବ। ତେବେ ପ୍ରଭୁ ଆମମାନଙ୍କୁ ଗୋଟିଏ ଅକ୍ଷୟ ପୁନରୁତ୍ଥାନ ନିମନ୍ତେ ସେ ପ୍ରତିଜ୍ଞା କରିଅଛନ୍ତି। ଆମମାନଙ୍କର ଏହି କ୍ଷୟ ଶରୀର ଅକ୍ଷୟ ରୂପ ବସ୍ତ୍ର ପରିଧାନ କରିବ ଏବଂ ଅମରତା ଆମେ ଲାଭ କରିବା। ତେଣୁ ଅନ୍ୟ ସବୁ ଲୋକମାନଙ୍କ ପରି କେବଳ ବାକ୍ୟ ଦ୍ୱାରା ଶାନ୍ତି ସାନ୍ତ୍ୱନା ଏବଂ ଭରସା ପ୍ରଦାନ କରନ୍ତୁ। ଆମେ କରାଳଟି କଂସାର ଅଛନ୍ତି ଏବଂ କୋଣାର୍କ ମଣ୍ଡଳୀର ପାଳକ ଏବଂ ଲେଙ୍ଗେ ଶାଖା ମଣ୍ଡଳୀର ସମ୍ମାନୀୟ କୋଷାଧ୍ୟକ୍ଷ ମହାଶୟ 3 ଜଣ ପ୍ରମାଣ ଅନୁସାରେ ପ୍ରାର୍ଥନା ଉତ୍ସର୍ଗ କରିବେ।
ସୁନ୍ଦର ପ୍ରାର୍ଥନା କରିବା ଅନୁସାରେ ତୁମେ ସମସ୍ତ କାର୍ଯ୍ୟ କରୁଛ ବୋଲି ପ୍ରାର୍ଥନା କରୁଛ ଏ ସମୟରେ ସମସ୍ତଙ୍କୁ ପ୍ରଭୁ ତୁମେ ଶାନ୍ତି ସାନ୍ତ୍ୱନା ଦେଇ ଆଶୀର୍ବାଦ କର ଗୌରବ କେବଳ ତୁମର ପୁନର୍ବାର ପ୍ରାର୍ଥନା କରୁଛେ ତାଙ୍କ ସ୍ତ୍ରୀ ଏବଂ ଛୁଆ ଧନ୍ୟବାଦ ଦେଇ ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ ଆମେ ପରମ ଧନ୍ୟ ଜଗତ ପିତା ଶ୍ରୀ ଯେପରି ସ୍ୱର୍ଗରେ ସେହିପରି ପୃଥିବୀରେ ତୁ ଗୌରବ ଯୁଗେ ଯୁଗେ ତୁ ଆମ୍ଭମାନଙ୍କ ସମସ୍ତ ଶାନ୍ତି ଏବଂ ସାନ୍ତ୍ୱନାର ଉତ୍ସ ପିତା ପରମେଶ୍ୱରଙ୍କର ପ୍ରେରଣୀୟ ପ୍ରେମ ଆମ୍ଭମାନଙ୍କର ଜୀବନେଶ୍ୱର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅସୀମ ଅନୁଗ୍ରହ ଦ୍ୱାରା ଧର୍ମମୟ ପବିତ୍ର ଆତ୍ମାଙ୍କର ଚିରନ୍ତନ ଶାନ୍ତି ଶକ୍ତି ସମୁଦ୍ର ସହଭାଗିତା ଏହି ଶୋକାକୁଳ ପରିବେଶ ପ୍ରତ୍ୟେକଙ୍କ ସହିତ ବ୍ୟକ୍ତିତ୍ୱ ସୁଖସନ୍ତୁଷ୍ଟ ପରିବାର ସହିତ ମଣ୍ଡଳୀ ସହିତ ସଦାକାଳ ସର୍ବସଙ୍ଗୀ ହୁଅନ୍ତୁ। ଆମେନ୍।